ଆଜି ହଉଥିଲା କକାଙ୍କର ଘର ଛପର। ବୋଧେ ଆମ ଗାଁରେ ଆଉ କମ ଚାଳ ଘର ରହିଛି। ସେପଟ ଘରେ ଚାଳ ଛପର ହଉଥିଲା ତ ଏପଟ ଘରେ ସବୁ ରୋଷେଇବାସ ଆଉ ସବୁ ଜିନିଷ ଏପଟ ଘରକୁ ପଳେଇ ଆସିଥିଲା। ଏପଟେ ଗୋଟେ ବହୁତ ବଡ ଛଣ ଗଦା ରହିଥିଲା, ସେ ବି ସରିଯାଇଥିଲା। ଏପଟ ଘରେ ଆସି ଦେଖିଲା ବେଳେ ଗୋଟେ ଛୋଟ ଆଇନା ଥିଲା, ମତେ ବଢିଆ ଦେଖାଯାଉଥିଲା। ତାପରେ କକା କହିଲେ ବନେଇବା ପାଇଁ ଦହି ପାଣି। କକା ବାସ ଲୁଣ ପକେଇ ଛାଡିଦେଲେ, ନଣନ୍ଦ ଆସିଲା ଚିନି ପକେଇ ତାକୁ ଗୋଳେଇ ଦେଲା। ଲୋକମାନେ ଘର ଉପରେ ଥିଲେ ତ ତାଙ୍କ ପାଇଁ ବୋତଲରେ ପୁରେଇ ଦେଲୁ। ବୋତଲରେ ପୁରେଇଲେ ସହଜ ହବ ଦବା ପାଇଁ। ଆଉ ମୁଁ ଦିଟା ବୋତଲ ନେଇ ଚାଲେ ତାଙ୍କୁ ଦବା ପାଇଁ। ଘର ଛପର ବି ସରିବା ହେଇଯାଉଥିଲା, ଆଉ ଅଳ୍ପ ବାସ ବଞ୍ଚିଥିଲା। ଆଉ ଏପଟେ ନଣନ୍ଦ ତାର ରୋଷେଇବାସ ସବୁ ସାରି ଦେଇଥିଲା। ଘର ଛପର ତ ସରିଗଲା। ତାପରେ ସେ ହଳଦୀ ପାଣି ପକେଇ ତାଥିରେ ଗୁଆ ଆଉ ଆମ୍ବ ଡାଳ ଲଗେଇଦେଲେ। ଯୋଉ ହଳଦୀ ପାଣି ପଡିଲା ତ ଘର ସାରା ଛିଞ୍ଚି ଦେଲେ। ଘର ଛପର ସିନା ସରିଗଲା, କିନ୍ତୁ ଷ୍ଟାର୍ଟ ହେଇଗଲା ଆମ କାମ। ଘର ଛପର ସରିଗଲା ପରେ ଘର ସାରା ଟୋଟାଲ ଅଳିଆ ହେଇଯାଇଥିଲା। କୁଟା ଆଉ ଧୂଳିରେ ପୁରା ଘର ଫୁଲ ହେଇଯାଇଥିଲା। ଆଉ ତାପରେ ମୁଁ ବଡ ବଡ କୁଟା ଯାକ ସବୁ ଗୋଡରେ ବାହାର କରିଦେଲି। କାମ କରିସାରିଲା ପରେ ବହୁତ ଗରମ ହଉଥିଲା, ମୁଁ ପୁରା ଧୂଳି ହେଇଯାଇଥିଲି। ସେଥିଲାଗି ମୁଁ ପଳେଇ ଆସିଲି ଆମ ଗାଁ ପାଖରେ ଥିବା ପୋଖରୀ। ଆପଣମାନଙ୍କ ଗାଁରେ ଯଦି ପୋଖରୀ ଅଛି ତାହେଲେ କମେଣ୍ଟରେ କହିଯାଆନ୍ତୁ, ଦେଖିବା କୋଉ କୋଉ ଗାଁରେ ପୋଖରୀ ଅଛି। ତାପରେ ମୁଁ ସାମ୍ପା ସାବୁନ ମାରି ଗାଧେଇ ସାରିଲା ପଳେଇ ଆସିଥିଲି ଘରକୁ। ଆସିଲା ବେଳେ ବୋଉ ଖାଇବା ବି ବାଢି ଦେଇଥିଲା। ଭାତ, ଡାଲମା, ମାଛ ତରକାରୀ ହେଇଥିଲା। ଭିଡିଓଟି ଭଲ ଲାଗିଲେ ଲାଇକ୍ ଆଉ ସବସ୍କ୍ରାଇବ କରି ନିଶ୍ଚୟ ଯିବେ। ରହୁଛି, ଜୟ ଜଗନ୍ନାଥ।